Hello friends, welcome to my channel, my mini village garden. Friends, ଏବେ apple berry ବା ଥାଇଲାଣ୍ଡ ବରକୋଳି ଗଛର ଫୁଲରୁ ଫଳ ହେବା ସମୟ କିଛି ଫଳ ବଡ଼ ମଧ୍ୟ ହେଇଗଲାଣି ଆଉ ଆପଣମାନେ ଦେଖୁଥିବେ କିଛି ଫଳ ହଳଦିଆ ହେଇକି ଝଡ଼ି ପଡ଼ୁଛି। ତ এই ଝଡ଼ି ପଡ଼ିବାର ଅନେକ କାରଣ ଅଛି, ଯେମିତି କି ଗୋଟେ କାରଣ ହେଲା ଫଙ୍ଗସ୍। ଯଦି ଆପଣ ଠିକ୍ ସେ ଫଙ୍ଗିସାଇଡ୍ ସ୍ପ୍ରେ କରୁନଥିବେ ଆପଣଙ୍କ ଗଛରେ ତାହେଲେ ଝଡ଼ିବାର ସମ୍ଭାବନା ଥାଏ। ଆଉ ଗୋଟେ କାରଣ ହେଲା ନ୍ୟୁଟ୍ରିସନର ଅଭାବ। ଯଦି ଆପଣ ମାଇକ୍ରୋ ନ୍ୟୁଟ୍ରିଏଣ୍ଟ ଠିକ୍ ସେ ଗଛକୁ ସ୍ପ୍ରେ କରୁନଥିବେ ତେବେ ମଧ୍ୟ ଝଡ଼ିବାର ସମ୍ଭାବନା ଅଛି। ଆଉ ଗୋଟେ କାରଣ ହେଲା ଫ୍ରୁଟ୍ ଫ୍ଲାଏ। ଯଦି ଆପଣଙ୍କ ବଗିଚାରେ ଫ୍ରୁଟ୍ ଫ୍ଲାଏ ଆସୁଛନ୍ତି ତେବେ ସେମାନେ ମଧ୍ୟ ସେ ଫଳରେ ସବୁ ବସି ସେଠି ଅଣ୍ଡା ଦିଅନ୍ତି, ପୁଣି ତାଙ୍କ ବଂଶ ବିସ୍ତାର କରିଥାନ୍ତି ଓ ଫଳକୁ ଝଡ଼େଇଥାନ୍ତି। ତେଣୁ ଏଥିପାଇଁ ଫ୍ରୁଟ୍ ଫ୍ଲାଏ ଟ୍ରାପ୍ ଲଗାଇବା ନିହାତି ଦରକାର। ତେବେ ଆମ ଗାର୍ଡେନରେ କିଛି ଫ୍ରୁଟ୍ ଫ୍ଲାଏ ଟ୍ରାପ୍ ଲଗେଇଥିଲେ। ଆଜି ଆସନ୍ତୁ ସେଇ ଦେଖିବା ସେଇ ଫ୍ରୁଟ୍ ଫ୍ଲାଏ ଟ୍ରାପ୍ ଗୁଡ଼ା କେମିତି କାମ କରୁଛି। ଫ୍ରେଣ୍ଡସ୍, ଆସନ୍ତୁ ଗୋଟେ ଖୋଲିବା। ଏ ଦେଖନ୍ତୁ ଏଥିରେ ଅଳ୍ପ କିଛି ପଡ଼ିଛନ୍ତି। ଏମିତି ଆମେ 3-4 ଦିନକୁ ଥରେ ଲେଖାଏଁ ଖୋଲିକି ସବୁ ବାହାର କରିଦେବାକୁ ପଡ଼ିବ। ଯେତିକି ଫ୍ଲାଏ ଥିବେ ତା ଭିତରେ ସବୁ ବାହାର କରିବାକୁ ପଡ଼ିବ। ତେବେ ଆଉ ଗୋଟେ ଆସନ୍ତୁ ଦେଖିବା ଆକ୍ଚୁଆଲି କାମ କରୁଛି ନା ନାହିଁ। ଦେଖନ୍ତୁ ଏଥିରେ ଟିକେ ବେଶୀ ମାତ୍ରାରେ ପଡ଼ିଛନ୍ତି। ତ ଆପଣଙ୍କୁ ଗୋଟେ କାମ ଟାସ୍କ ରହିଲା ଏଇଟା ପ୍ରତି 3-4 ଦିନକୁ ଥରେ ଲେଖାଏଁ ଖୋଲିକିରି ଦେଖିବେ କେତେ ପଡ଼ିଛନ୍ତି, ତାକୁ ପୁଣି ବାହାର କରିଦେବେ। ପୁଣି ନୂଆ ମାଛି ଆସିକି ତା ଭିତରେ ପଡ଼ିବେ। ଆମେ 5ଟା ଲଗେଇଥିଲେ। ତେବେ ଆସନ୍ତୁ ଆଉ ଗୋଟେ ଦେଖିବା ଖୋଲିକିରି କେମିତି ହେଇଛି। ହଁ, ଏଥିରେ ବି କିଛି ମାତ୍ରାରେ ପଡ଼ିଛନ୍ତି। ତେବେ ତାକୁ ପୁଣି ସେମିତି ଆମେ ରଖିଦେବା। ତ ଫ୍ରେଣ୍ଡସ୍, ଆପଣ ମଧ୍ୟ ଆପଣଙ୍କ ଗାର୍ଡେନରେ ଏମିତି ଫ୍ରୁଟ୍ ଫ୍ଲାଏ ଟ୍ରାପ୍ ଲଗାନ୍ତୁ। ଯେତେବେଳେ ଆପଣ ଫ୍ରୁଟ୍ ଫ୍ଲାଏ ଟ୍ରାପ୍ କିଛି କିଣିବାକୁ ଚାହିଁବେ, ଆପଣ ସେ ଲିଓର ବା ମେଡ଼ିସିନଟାକୁ ଦେଖିବେ, ଯେଉଁଟା ବ୍ୟାକ୍ଟୋସିରା ଡୋର୍ସାଲିସ୍ ଥିବ ସେଇଟାକୁ ହିଁ କିଣିବେ। ସେଇଟା ଆପଲ୍ ବେରୀ ଗଛ ପାଇଁ ଭଲ କାମ କରିବ। ଗୋଟେ ମେଲନ୍ ଫ୍ଲାଏ ଆସୁଛି ଯେଉଁଟା ବ୍ୟାକ୍ଟୋସିରା କର୍କୋଭିଟା, ସେଇଟା ବେଶୀ ଭଲ କାମ କରିନପାରେ। ତେଣୁ ଯଦି ଆପଣ କିଣିବାକୁ ଚାହିଁବେ ମୁଁ ସେ ଲିଙ୍କରେ ଦେଇଦେଇଛି, ଆପଣ ଯାଇକରି ଆମାଜନରୁ କିଣିପାରିବେ। ତେବେ ଫ୍ରେଣ୍ଡସ୍ ଦେଖନ୍ତୁ ଆମ ଗାର୍ଡେନରେ କେମିତି ନ୍ୟାଚୁରାଲ ଫ୍ରୁଟ୍ ଫ୍ଲାଏ ଟ୍ରାପ୍ ସବୁ ଅଛି। ବୁଢ଼ିଆଣୀ ଜାଲ କରି ରଖିଛନ୍ତି। ତେଣୁ ଏଭଳି ଯଦି ଆପଣଙ୍କର ମଧ୍ୟ ହେଇଛି ତେବେ ତାକୁ ଭାଙ୍ଗିବେନି କି ବୁଢ଼ିଆଣୀକୁ ମାରିବେନି। ଏମାନେ ମଧ୍ୟ ବହୁତ ଭଲ କାମ କରିବେ। କାରଣ ଯେତେବେଳେ ଫ୍ରୁଟ୍ ଫ୍ଲାଏ ଟ୍ରାପ୍ ଆମର ଆର୍ଟିଫିସିଆଲ ଟ୍ରାପ୍ ନଥିଲା, ଏଇ ନ୍ୟାଚୁରାଲ ଫ୍ରୁଟ୍ ଫ୍ଲାଏ ଟ୍ରାପ୍ ହିଁ ଆମ ଫଳକୁ ଫ୍ରୁଟ୍ ଫ୍ଲାଏରୁ ରକ୍ଷା କରୁଥିଲା। ଦେଖନ୍ତୁ କେତେ ବହୁତ ଭଲ ଭାବେ ସେ ଜାଲ କରିଛନ୍ତି। ଏମିତି ଗୁଡ଼ାଏ ଜାଲ ଆମ ଗାର୍ଡେନରେ ଅଛି। ତେଣୁ ଆପଣଙ୍କ ଗାର୍ଡେନରେ ଯଦି ଥିବ ତେବେ ତାକୁ ଭାଙ୍ଗିବେନି। ତେବେ ଫ୍ରେଣ୍ଡସ୍, ଆପଣ ତ ଦେଖିଛନ୍ତି ଆମ ଗାର୍ଡେନରେ ଏତେ ବେଶୀ ଭଲ ଫ୍ରୁଟିଂ ଏଥର ହେଇନି। ତଥାପି ଯେତିକି ହେଇଛି ଆମେ ଚେଷ୍ଟା କରିବା ତାକୁ କେମିତି ରଖିବା ପାଇଁ ଆଉ ତାକୁ କେମିତି ଭଲସେ ଗ୍ରୋ କରିବା। ତ କ୍ଲାଇମେଟ୍ ତ ଆମ ହାତରେ ନାହିଁ। ତେଣୁ କ୍ଲାଇମେଟ୍ ଅନୁସାରେ ଯାହା ହେଇଛି ତାକୁ ଆମେ ରଖିବାକୁ ଚେଷ୍ଟା କରିବା। ତ ଫ୍ରେଣ୍ଡସ୍, ଆଜି এই ଭିଡ଼ିଓରେ ଏତିକି। ପୁଣି ନେକ୍ସଟ ଭିଡ଼ିଓରେ ଦେଖା ହେବ। Thank you for watching the video. Please like, share and subscribe my channel.